ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ନବଜୀବନ ବାଣୀ କେନ୍ଦ୍ରକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରେ। ଆଜି ଆମର ଅଗଷ୍ଟ ମାସ 6 ତାରିଖ, ପ୍ରଥମ ମାସର ପ୍ରଥମ ଗୁରୁବାର। ଆଜି ଆମେ ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ମାଥ୍ୟୁଙ୍କ ସୁସମାଚାର 17 ଅଧ୍ୟାୟ 1-9 ପଢ଼ି ପାଠ କରି ମନନ ଚିନ୍ତନ କରି ସେ ଜୀବନଯାପନ କରିବା ପାଇଁ ଶିକ୍ଷା ଦେଇଛନ୍ତି। ତେବେ ଆସନ୍ତୁ ଆମେ ପ୍ରଥମରେ ଧର୍ମଶାସ୍ତ୍ରରେ କ'ଣ ଲେଖା ଅଛି ପାଠ କରିବା, ପଠିତ ବାକ୍ୟ ଉପରେ ଅଳ୍ପ ଟିକେ ପ୍ରାର୍ଥନା କରି ଆମେ ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା। ଯଦି ବାଇବେଲ ପାଖରେ ଅଛି ବାହାର କରନ୍ତୁ। ସାଧୁ ମାଥ୍ୟୁଙ୍କ ଅନ୍ୟପୂର୍ଣ୍ଣ ସୁସମାଚାର ପାଠ 17 ଅଧ୍ୟାୟ 1-9 ପଦ। ବାକ୍ୟଟି ଏହି ପ୍ରକାର ଲେଖାଯାଇଛି। ଆଜି ପାଠର ମୁଖ୍ୟ ବିଷୟ ସାରାଂଶ ହେଲା ଯୀଶୁଙ୍କର ରୂପାନ୍ତର। 6 ଦିନ ପରେ ଯୀଶୁ ପିତର, ଯାକବ ଏବଂ ତାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଇ ଏକାନ୍ତରେ ଗୋଟିଏ ଉଚ୍ଚ ପର୍ବତକୁ ଗଲେ ଏବଂ ସେମାନଙ୍କ ସମ୍ମୁଖରେ ରୂପାନ୍ତରିତ ହେଲେ। ତାଙ୍କର ମୁଖମଣ୍ଡଳ ସୂର୍ଯ୍ୟ ପରି ଦୀପ୍ତିବନ୍ତ ହେଲା ଏବଂ ବସ୍ତ୍ର ଆଲୋକ ପରି ଶୁଭ୍ରକାନ୍ତ ହେଲା। ଆଉ ହଠାତ୍ ସେମାନେ ମୋଶେସ ଓ ଏଲିୟାକୁ ତାଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିପାରିଲେ। ପିତର ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ଏହା ଉତ୍ତମ ଯେ ଆମେ ଏଠାରେ ଅଛୁ। ଆପଣ ଯଦି ଇଚ୍ଛା କରନ୍ତି ତେବେ ମୁଁ 3ଟି ତମ୍ବୁ ତିଆରି କରିବି, ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶେସଙ୍କ ପାଇଁ ଓ ଅନ୍ୟଟି ଏଲିଜାଙ୍କ ପାଇଁ। ଏହା କହୁଥିବା ସମୟରେ ଖଣ୍ଡେ ଉଜ୍ଜ୍ୱଳ ମେଘ ସେମାନଙ୍କୁ ଆଚ୍ଛାଦନ କଲା ଏବଂ ସେହି ମେଘ ମଧ୍ୟରୁ ଏହି ବାଣୀ ଶୁଣାଗଲା, ଏ ମୋର ପ୍ରିୟ ପୁତ୍ର, ତାହାଙ୍କଠାରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ, ଏହାଙ୍କୁ ଶୁଣ। ଏହି ବାଣୀ ଶୁଣିବା ମାତ୍ରେ ଶିଷ୍ୟମାନେ ମୁହଁ ମାଡ଼ି ତଳେ ପଡ଼ିଗଲେ ଏବଂ ଅତ୍ୟନ୍ତ ଭୟଭୀତ ହେଲେ। ତେଣୁ ଯୀଶୁ ସେମାନଙ୍କ ନିକଟକୁ ଆସି ସ୍ପର୍ଶ କରି କହିଲେ, ଉଠ, ଭୟ କର ନାହିଁ। ସେମାନେ ଯେତେବେଳେ ଉପରକୁ ଚାହିଁଲେ ସେମାନେ ଯୀଶୁଙ୍କ ବ୍ୟତୀତ ଅନ୍ୟ କାହାରିକୁ ଦେଖିବାକୁ ପାଇଲେ ନାହିଁ। ପର୍ବତରୁ ଓହ୍ଲାଇ ଆସିବା ସମୟରେ ଯୀଶୁ ସେମାନଙ୍କୁ ଆଦେଶ ଦେଲେ, ଯେ ପର୍ଯ୍ୟନ୍ତ ମନୁଷ୍ୟପୁତ୍ର ମୃତ୍ୟୁରୁ ଉତ୍ଥିତ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ତୁମେମାନେ ଏହି ଦର୍ଶନ କଥା କାହାରିକୁ କହିବ ନାହିଁ। ପ୍ରଭୁଙ୍କର ସୁସମାଚାର। ପରମେଶ୍ୱରଙ୍କର ଜୟ ହଉ। ଆସନ୍ତୁ ସେ ଆତ୍ମାକୁ ଡାକିବା। ସେଇ ପବିତ୍ର ଆତ୍ମା ହିଁ ଆମକୁ ଆଜିର ଅର୍ଥ ବୁଝାଇଦେବେ। ପ୍ରେମମୟ ସ୍ୱର୍ଗସ୍ଥ ପିତା, ସଦୟ ହୁଅ ପ୍ରଭୁ, ତୁମର ଆତ୍ମାକୁ ପ୍ରେରଣ କର। ସେଇ ପବିତ୍ର ଆତ୍ମାରେ ମୋ ଜୀବ ମୁଖ ଦେଇ ଆଜି ଆମେ ପଠନ କରିଥିବା ବାକ୍ୟର ଅର୍ଥ ଗୂଢ଼ ରହସ୍ୟ ବୁଝାଇ ଦିଅନ୍ତୁ। এই ছোট্ট ପ୍ରାର୍ଥନା ଆମେ ପ୍ରଭୁ ଯୀଶୁଙ୍କ ନାମରେ ମାଆକୁ ଆଦେଶ ଭିକ୍ଷା କରୁଅଛୁ। ଆମେନ୍। ସ୍ନେହର ଭାଇ ଭଉଣୀମାନେ, ଗିରିଜନ ଭାଇ ଭଉଣୀମାନେ ଧନ୍ୟ, କାରଣ ସେମାନେ ପରମେଶ୍ୱରଙ୍କର ନିକଟବର୍ତ୍ତୀ। ଗିରିଜନ ଅର୍ଥ ହେଲା ଯେଉଁମାନେ ପାହାଡ଼ ପର୍ବତରେ ରହନ୍ତି। ଗଜପତି ଜିଲ୍ଲାର ଭାଇମାନେ, କୋରାପୁଟ ଜିଲ୍ଲାର ଭାଇମାନେ, ଫୁଲବାଣୀ ଜିଲ୍ଲାର ଭାଇମାନେ ଯେଉଁମାନେ ପାହାଡ଼ ପର୍ବତ ଉପରେ ରହନ୍ତି, ଶିଖରରେ ରହନ୍ତି, ବସବାସ କରନ୍ତି, ସେମାନେ। ଯେଉଁମାନେ ବ୍ରହ୍ମପୁର, ଭୁବନେଶ୍ୱର, କଟକ ପରି ସମତଳ ଅଞ୍ଚଳରେ ରହନ୍ତି ସେମାନେ ନିଜ ନିଜକୁ ଗର୍ବ କରନ୍ତି ଏବଂ ପାହାଡ଼ ପର୍ବତର ଇଲାକାର ଭାଇମାନଙ୍କୁ ଟିକେ ଛୋଟ ଆଖିରେ ନଜର ଦେଖନ୍ତି। ସେମାନେ ପାହାଡ଼ିଆ ବୋଲି ସେମାନେ ଟିକେ ନାକ ଟେକନ୍ତି। କିନ୍ତୁ ବାସ୍ତବିକ ଭାବରେ ପାହାଡ଼ ପର୍ବତ ଯେଉଁମାନେ ରହୁଛନ୍ତି, ଏବେ ରହୁଛନ୍ତି ଜୀବନଯାପନ, ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କର ସନ୍ନିକଟ। କାରଣ ପୁରାତନ ଏବଂ ନୂତନ ବାଇବେଲ ଆମେ ସମୀକ୍ଷା କରି ଦେଖିବା ଯେ ବାଇବେଲର ବହୁତ ବଡ଼ ବଡ଼ ଘଟଣା ସବୁ ପାହାଡ଼ ପର୍ବତ ରୂପେ ହିଁ ଘଟିଛି। ତନ୍ମଧ୍ୟରୁ ପ୍ରମୁଖ ଜିନିଷ ଗୁଡ଼ା ମୁଁ କେତେଟା କହିବି। ଆପଣମାନେ ଯଦି ଅଛି ସୁବିଧା ଅଛି ଆପଣ ପଦପର୍ବ ନେଇ ଟିପି ରଖନ୍ତୁ, ବାଇବେଲ ପଢ଼ିବେ, ଜାଣିବେ। ନମ୍ବର 1 ଦେଖନ୍ତୁ, ଆବ୍ରାମ ତାଙ୍କର ପୁଅ ଇସାକୁ ବଳି ଦେବା ପାଇଁ ନେଇଥିଲେ। ସେ ପରୀକ୍ଷା କଲେ ଏବଂ ସେଇ ପରୀକ୍ଷାରେ ପରମେଶ୍ୱର ତାଙ୍କୁ ସେ ଜିତିଲେ ଏବଂ ପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ, ବିଜୟୀ ହେଲେ। ଏବଂ ସେ ଯେଉଁ ଇସାକୁ ବଳି ଦେବା ପାଇଁ ଯେଉଁ ପାହାଡ଼କୁ ଯାଇଥିଲେ, ଉଚ୍ଚ ପାହାଡ଼କୁ ଗଲେ, ମାରିୟମ ପାହାଡ଼ ଉପରେ ସେ ଯାଇଥିଲେ, ଯାହାକି ଆଦି ପୁସ୍ତକ 22 ଅଧ୍ୟାୟ 1-19 ଲେଖାଯାଇଛି। ଏବଂ ଯାତ୍ରା ପୁସ୍ତକ 19 ଅଧ୍ୟାୟର 1-25 ଯଦି ଆମେ ଦେଖିବା,
ସିନାଇ ପାହାଡ଼ ଉପରେ ପରମେଶ୍ୱର ଅଗ୍ନି ରୂପରେ ଅବତରଣ କଲେ ଏବଂ ସେଇ ସିନାଇ ପାହାଡ଼ ଉପରେ ହିଁ ମଶା 40 ଦିନ 40 ଉପବାସ ପ୍ରାର୍ଥନା କଲେ, ଈଶ୍ୱର ସହ କଥାବାର୍ତ୍ତା ହେଲେ। ମଶାଙ୍କର ମୁହଁ ଉଜ୍ଜ୍ୱଳ ତେଜାନ ହେଲା ଏବଂ ସେ ସିନାଇ ପାହାଡ଼ରେ ହିଁ 10 ଆଜ୍ଞା ଆଣିଲେ, ମଶା ଆଣିଥିଲେ, ସେଇ ପାହାଡ଼ ଉପରେ ପ୍ରାର୍ଥନା କଲେ ମଶା। ତୃତୀୟ ବିଷୟ ହେଲା ଯେତେବେଳେ କାନା ଦେଶ ପ୍ରବେଶ କରିବା ପାଇଁ ଇସ୍ରାଏଲ ମାନେ ଗଲେ, ପରମେଶ୍ୱର କହିଲେ ମଶାକୁ ତୁମେ ସେଇ କାନା ଦେଶରେ ପ୍ରବେଶ କରିପାରିବନି, କାରଣ ତୁମେ ମୋତେ ଜନତା ସମ୍ମୁଖରେ ସମ୍ମାନ ଦେଲନି। ଏ ପାହାଡ଼ ଉପରେ ଯାଇ ଦେଖ, କାନା ଦେଶ ଦେଖିବ ଏବଂ ସେ ପାହାଡ଼ ଉପରେ ତୁମେ ମରିବ। ଏବଂ ସେ ପାହାଡ଼ର ନାମ ହେଲା ନେବୋ ପାହାଡ଼, ନେବୋ ପର୍ବତ। ଯାତ୍ରା ଦ୍ୱିତୀୟ ବିବରଣୀ 34:1 ଲେଖାଯାଇଛି। ଠିକ୍ ସେଇଭଳି ଆମର ପ୍ରଥମ ରାଜାବଳୀ 18:19-42 ଏଲିୟ ଅଗ୍ନି ପରୀକ୍ଷା କରିଥିଲେ କାର୍ମେଲ ପାହାଡ଼ ଉପରେ। କିଏ ସତ୍ୟ ପରମେଶ୍ୱର, କିଏ ପ୍ରକୃତ, କିଏ ମିଛ, କିଏ ସତ୍ୟ ପରୀକ୍ଷା କରିବା ପାଇଁ ଅଗ୍ନି ପରୀକ୍ଷା ମଶା ଏଲିୟଙ୍କର ପ୍ରାର୍ଥନାରେ ସ୍ୱର୍ଗରୁ ଅଗ୍ନି ବର୍ଷଣ ହେଇକି ତାଙ୍କ ନୈବେଦ୍ୟ ଗ୍ରହଣ କରି, ସେଟା ହେଲା କାର୍ମେଲ ପାହାଡ଼ରେ। ସେଇଭଳି ମଶା ମେଣ୍ଢା ଚୋର ଥିଲେ। ଅଗ୍ନି ବୁଦାରେ ପରମେଶ୍ୱର ତାଙ୍କୁ ଡାକିଲେ, ମଶା ମଶା ତମେ ଯେଉଁ ଜାଗାରେ ଠିଆ ହେଇଛ ସେଟା ପବିତ୍ର ସ୍ଥାନ, ଜୋତା ତୁମେ ବାହାର କର। এই ঘটনা হয়েছিল যাত্রা পুস্তক 3:1-2। সেই ঘটনা হল হেরব পাহাড় উপরে হয়েছিল। ঠিক সেইভাবে আজির সুসমাচারে মাথ୍ୟୁ ସୁସମାଚାର 17:1-9 ଆମେ ଯାହା ପଢ଼ିଲୁ, ଆଜି ପ୍ରଭୁ ଯୀଶୁ ଉଚ୍ଚ ପାହାଡ଼କୁ ନେଇ 3 ଜଣ ଶିଷ୍ୟମାନଙ୍କୁ ନେଇଗଲେ, ସେଠି ରୂପାନ୍ତରିତ ହେଲେ। ଆଉ ସେ ପାହାଡ଼ ନାଁ ହେଲା ତାବର ପାହାଡ଼। ସେଇଭଳି ଜନ୍ ସୁସମାଚାର 19:17 ଯୀଶୁ ଗୋଟେ ପାହାଡ଼ ଉପରେ ହିଁ କ୍ରୁଶ ଦେଇକି ମୃତ୍ୟୁବରଣ କଲେ। ସେ ପାହାଡ଼ର ନାମ ସମସ୍ତେ ଜାଣିଛୁ, ଗଲଗଥା ପାହାଡ଼। ଏବଂ ପ୍ରେରିତ ପୁସ୍ତକ 1:9-12, ଲୁକ୍ ସୁସମାଚାର 21:37 ଲେଖାଯାଇଛି, ଅଲିଭେତ ପର୍ବତରୁ ହିଁ ପ୍ରଭୁ ଯୀଶୁ ସ୍ୱର୍ଗକୁ ସ୍ୱର୍ଗାରୋହଣ କରିଥିଲେ। ଏବଂ ସେ ଅଲିଭେତ ପାହାଡ଼ ଉପରେ ହିଁ ପ୍ରଭୁ ଯୀଶୁ ପ୍ରତ୍ୟୁଷର ବହୁ ଆଗରୁ ଯାଇ ସେ ଅଲିଭେତ ପାହାଡ଼ରେ ପ୍ରାର୍ଥନା ସବୁବେଳେ କରୁଥିଲେ, ପାହାଡ଼ରେ ସମତଳ ଅଞ୍ଚଳରେ କରୁନଥିଲେ। ସ୍ନେହର ଭାଇ ଭଉଣୀମାନେ, ଏଇଭଳି ଉଚ୍ଚ ପାହାଡ଼ ଶିଖ ଉପରେ, ପାହାଡ଼ ପର୍ବତ ଉପରେ ହିଁ ପ୍ରଭୁଙ୍କର ସ୍ଥାନ। କାରଣ ପ୍ରଭୁ ନିଜେ କହନ୍ତି, ଯିଶାୟ 57:15 କହନ୍ତି, ମୁଁ ଉଚ୍ଚ ଓ ପବିତ୍ର ସ୍ଥଳରେ ଅର୍ଥାତ୍ ପର୍ବତ ଉପରେ ବାସ କରେ। ଉଚ୍ଚ ଏବଂ ପବିତ୍ର ମାନେ ପାହାଡ଼ ପର୍ବତ ହିଁ ଉଚ୍ଚ ଏବଂ ପବିତ୍ର। ପାହାଡ଼ ପର୍ବତରେ କୌଣସି ଅପବିତ୍ର ଜିନିଷ ହୁଏ ନାହିଁ, କି ଜନତାର କୋଳାହଳ କି ଅପରିଷ୍କାର କିଛି ନାହିଁ। ତ ପାହାଡ଼ ସମ୍ପୂର୍ଣ୍ଣ ପବିତ୍ର ଥାଏ, ନିର୍ମଳ ଥାଏ, ଶାନ୍ତ ଥାଏ। ତେଣୁ ପରମେଶ୍ୱର କହୁଛନ୍ତି ଯିଶାୟ 57:15, ମୁଁ ଉଚ୍ଚ ସ୍ଥାନରେ ଏବଂ ପବିତ୍ର ସ୍ଥାନରେ ଥାଏ। ତେଣୁ ସେ ପାହାଡ଼ ପର୍ବତ ହିଁ ପରମେଶ୍ୱରଙ୍କର ପବିତ୍ର ସ୍ଥଳୀ। ତେବେ ସ୍ନେହର ଭାଇ ଭଉଣୀମାନେ, ଯେଉଁମାନେ ଗିରିଜନ ଭାଇମାନେ ବା ପାହାଡ଼ ପର୍ବତ ରହନ୍ତି, ନିଜକୁ ଛୋଟ ଭାବନ୍ତୁ ନାହିଁ। କାରଣ ବରଂ ଆପଣମାନେ ଈଶ୍ୱରଙ୍କ ସନ୍ନିକଟ ଅଛନ୍ତି। ପ୍ରଭୁ ଯେଉଁ ଜାଗାରେ ବାସ କରନ୍ତି, ଯେଉଁ ଜାଗାରେ ରହନ୍ତି, ପ୍ରାର୍ଥନା କରନ୍ତି, ବଡ଼ ବଡ଼ ମିରାକେଲ ହେଇଛି, ଯେଉଁଠି ପାହାଡ଼ ପର୍ବତ ପରୀକ୍ଷା ନିରୀକ୍ଷା ହେଇଛି, ସେ ପାହାଡ଼ରେ ରହି ଆପଣମାନେ ଶାନ୍ତିରେ ରହି ପ୍ରାର୍ଥନା କରନ୍ତି। ସେଇ ପାହାଡ଼ ପର୍ବତରେ ବାୟୁର ପ୍ରଦୂଷଣ ନଥାଏ, ଜନତାର କୋଳାହଳ ନଥାଏ, ଆଇନ ଶୃଙ୍ଖଳା ବିଶୃଙ୍ଖଳା ନଥାଏ, ପାଟିତୁଣ୍ଡ ନଥାଏ, ଗଣ୍ଡଗୋଳ ନଥାଏ, ନୀରବ ଶାନ୍ତ ପବିତ୍ର ପରିବେଶ ପାହାଡ଼ ପର୍ବତ। ଯେତେବେଳେ ଯଦି ଆମେ ଧ୍ୟାନ କରିବା ପାଇଁ ଇଚ୍ଛା କରିବା ବ୍ୟକ୍ତିଗତ ଭାବରେ, ସେ ପାହାଡ଼ ପର୍ବତ ଯାଇକି ଆମେ ଶାନ୍ତିରେ ପ୍ରାର୍ଥନା କରିପାରିବା। ତେବେ ସ୍ନେହର ଭାଇ ଭଉଣୀମାନେ, ଆଜିର ସୁସମାଚାରରେ ଯୀଶୁ 3 ଜଣ ଶିଷ୍ୟମାନଙ୍କୁ ସାଙ୍ଗରେ ନେଇକି ଉଚ୍ଚ ପାହାଡ଼କୁ ଗଲେ, ତାବର ପର୍ବତକୁ ଗଲେ। ପାହାଡ଼ ଉପରେ ଯାଉ ଯାଉ ଯୀଶୁଙ୍କର ମୁହଁ ପୁରା ସୂର୍ଯ୍ୟ ଭଳି ତେଜିଆନ ହେଲା, ତାଙ୍କର ବସ୍ତ୍ର ପୁରା ଧଳା ହେଇଗଲା। ତାର କାରଣ କ'ଣ? ଉଦାହରଣ ସ୍ୱରୂପ ଗୋଟେ ଜାଗାରେ ଆମେ ଯଦି ବାର ଲାଇଟ୍ ଲଗାଇଦେବା, ଆଉ ଗୋଟେ ବାର ଲାଇଟ୍ ଯଦି ଆଣିଲେ, ଏ ବାର ଲାଇଟ୍ର ଆଲୋ ସେ ବାର ଲାଇଟ୍ର ଆଲୋ, 2ଟା ବାର ଲାଇଟ୍ ମିଶିକି ଅଧିକ ଉଜ୍ଜ୍ୱଳ ହେବ। କାରଣ ପ୍ରଥମ ଯୋହନ 1:5 ଲେଖାଯାଉଛି, ପରମେଶ୍ୱର ହେଉଛନ୍ତି ଆଲୋକ, ତାଙ୍କ ପାଖରେ କୌଣସି ପ୍ରକାର ଅନ୍ଧକାର ନାହିଁ, ପରମେଶ୍ୱର ଆଲୋକ। ଏବଂ ଜନ୍ ସୁସମାଚାର 8:12 ପ୍ରଭୁ ଯୀଶୁ କହୁଛନ୍ତି, ମୁଁ ଜଗତର ଜ୍ୟୋତି। ପରମେଶ୍ୱର ଜଗତର ଆଲୋକ, ଅନ୍ଧକାର କିଛି ନାହିଁ। ପ୍ରଭୁ ଯୀଶୁ ହେଉଛନ୍ତି ଜଗତର ଜ୍ୟୋତି। ଏ 2ଟା ଜ୍ୟୋତି, 2ଟା ଆଲୋକ ଏକତ୍ର ହେଇଗଲେ ପାହାଡ଼ ଉପରେ, ଏବଂ ସେତେବେଳେ ଯୀଶୁଙ୍କର ଅଧିକ ଉଜ୍ଜ୍ୱଳ ହେଇଗଲେ, ଅଧିକ ତେଜିଆନ ହେଇଗଲେ।
ପିତା ପରମେଶ୍ୱରଙ୍କ ସାଙ୍ଗରେ ପୁତ୍ର ପରମେଶ୍ୱର ଏକ ମିଳନ ହେଲା। ଏ ଦୁଇଟା ଲାଇଟ୍ର ଉଜ୍ଜଳ ମିଶ୍ରଣରେ ଅତ୍ୟନ୍ତ ଉଜ୍ଜଳ ହେଲା ଏବଂ ଯୀଶୁ ରୂପାନ୍ତରିତ ହେଇଗଲେ। ହାଲେଲୁୟା ସ୍ନେହର ଭାଇ ଭଉଣୀମାନେ, ତେଣୁ ଏହି ପ୍ରକାର ଆମେ ଦେଖୁଛୁ ମାଥ୍ୟୁ ସୁସମାଚାର 15 ଅଧ୍ୟାୟ 5-14 ପଦରେ ମଧ୍ୟ ପ୍ରଭୁ କହନ୍ତି ଆମମାନଙ୍କୁ ଦେଖି କହନ୍ତି ତୁମେ ବି ଜଗତର ଜ୍ୟୋତି। 13 ପଦରେ କହିଲେ ତୁମ ଜଗତର ଲବଣ, 14ରେ କହନ୍ତି ତୁମ ଜଗତର ଜ୍ୟୋତି। ଯଦି ଆମେ ସେ ପ୍ରଭୁ ଯୀଶୁଙ୍କ ଠାରେ ଯଦି ଆମେ ରହିବା ଆମେ ମଧ୍ୟ ଆଲୋକିତ ହେବା। କାରଣ ସାମ ସଙ୍ଗୀତ 34:5 ପଦରେ କହନ୍ତି ଯେତେ ଜଣ ପରମେଶ୍ୱର ପାଖରେ ବସି ତାଙ୍କୁ ନିରୀକ୍ଷଣ କଲେ ଅନେଇଲେ ସେମାନେ ସମସ୍ତେ ତେଜିଆନ ହେଲେ ତାଙ୍କର ଆଲୋକରେ। ଆଜି ବି ଆମେ ଯଦି ନିର୍ମଳରେ ଉପଯୁକ୍ତ ଭାବରେ ଯୋଗ୍ୟ ଭାବରେ ପାପ ସ୍ୱୀକାର କରି ପ୍ରଭୁଙ୍କ ପାଖରେ ଯିବା, ପ୍ରଭୁଙ୍କ ଦିବ୍ୟ ସଦାରେ ରହିବା, ପ୍ରଭୁ ପାଖରେ ବସି ରହିଲେ ଆମେ ବି ତାଙ୍କୁ ଦର୍ଶନ କରିବା, ତାହେଲେ ଆମେ ମଧ୍ୟ ତେଜିଆନ ହେଲେ। ସେଥିପାଇଁ ଦେଖାଯାଉଛି ପରମେଶ୍ୱରଙ୍କୁ ନିରୀକ୍ଷଣ କର ଏବଂ ତେଜିଆନ ହୁଅ। ଯଦି ଯୀଶୁ ଆଜି ପିତା ପରମେଶ୍ୱରଙ୍କ ପାଖରେ ଯାଇ ଦର୍ଶନ କଲେ, ଦେଖିଲେ ଅତ୍ୟନ୍ତ ଉଜ୍ଜଳ ହେଇଗଲେ, ଠିକ୍ ଭଳି ଆମେ ବି ଯଦି ଦିବ୍ୟ ପ୍ରସାଦ ସମ୍ମୁଖରେ ବା ଯେତେବେଳେ ଆମେ ମାନେ ନିୟମ ସିନ୍ଧୁଙ୍କ ପାଖରେ ବସିଥିବା କି ଯୀଶୁଙ୍କର ଦିବ୍ୟ ପ୍ରସାଦ ଉତ୍ତୋଳନ ହେଇଥିବ ସେ ପାଖରେ ଆମେ ଯଦି ନୀରବରେ ବସି ସେ ଯୀଶୁଙ୍କର ଦିବ୍ୟ ପ୍ରସାଦକୁ ଏକ ଲୟର ଅନେକ କିଛି ସମୟ ରହିବା ଆଲୋକିତ, ତାହେଲେ ଆସ୍ତେ ଆସ୍ତେ ଆମେ ତାଙ୍କର ଆଲୋକରେ ଆମେ ବି ଆଲୋକିତ ହେଇଯିବା। ହାଲେଲୁୟା ସ୍ନେହର ଭାଇ ଭଉଣୀ, ମନେକର ଉଦାହରଣ ସ୍ୱରୂପ ଜହ୍ନର ଆଲୋକ ବୋଲି ନିଜର ଆଲୋକ ନାହିଁ, ସୂର୍ଯ୍ୟର ଆଲୋକରେ ଚନ୍ଦ୍ର ମଧ୍ୟ ଆଲୋକିତ ହୁଏ। ଠିକ୍ ସେଇଭଳି ଯୀଶୁ କହିଲେ ମୁଁ ଜଗତର ଜ୍ୟୋତି, ଜହନ 8:12। ଆମକୁ ମଧ୍ୟ କହିଲେ ତୁମେ ବି ଜଗତର ଜ୍ୟୋତି। ଯଦି ଯୀଶୁ ଜଗତର ଜ୍ୟୋତି, ତାଙ୍କ ପାଖରେ ଯଦି ତାଙ୍କ ମୁହଁକୁ ଆମେ ଅନେଇ ରହିବା, ତାଙ୍କର ଆଲୋକରେ ଆମେ ଆଲୋକିତ ହେବା, ଆମେ ମଧ୍ୟ ତେଜିଆନ ହେଇଯିବ। ଉଦାହରଣ ସ୍ୱରୂପ ଦେଖନ୍ତୁ, ଏଇଟା ମିଛ କଥା ନାହିଁ। ଯାତ୍ରା ପୁସ୍ତକ 34:29 ମଶା ଯେତେବେଳେ ସିୟନ ପର୍ବତରେ ପରମେଶ୍ୱର ପାଖରେ 40 ଦିନ ରହିଲେ, ତାଙ୍କ ସାଙ୍ଗରେ କଥାବାର୍ତ୍ତା କଲେ, ଈଶ୍ୱରଙ୍କ ସାଙ୍ଗରେ ଜୀବନ ଯାପନ କଲେ, 40 ଦିନ ରହିଲେ, ଯେତେବେଳେ ସେ ଯେଉଁ 10 ଆଜ୍ଞାର ଫଳକ ଧରିକି ଓହ୍ଲେଇକି ଆସିଲେ, ପାହାଡ଼ ତଳକୁ ଆସିଲେ, ଇସ୍ରାଏଲ ଜନତା ମଶାଙ୍କର ମୁହଁକୁ ଅନେଇ ପାରିଲେ ନାହିଁ ଏବଂ କହିଲେ ଆମେ ତୁମର ମୁହଁକୁ ଦେଖିପାରୁନୁ, ତମେ କନା ଗୋଟେ ଗାମୁଛା ଘୋଡ଼େଇକି କଥା ହୁଅ। ସେ ଜଗତର ଜ୍ୟୋତି ଆଲୋକ ସାଙ୍ଗରେ ରହି ସେ ମଶା ବି ଆଲୋକିତ ହେଇଯାଇଥିଲେ। ତାଙ୍କର ମୁହଁ ମଧ୍ୟ ଏତେ ତେଜିଆନ ହେଇଥିଲା, ଏତେ ସାଇନିଂ ହେଉଥିଲା, ଏତେ ଉଜ୍ଜଳ ହେଇଥିଲା ଯେ ଅନ୍ୟ ଲୋକମାନେ ମଶାଙ୍କୁ ସାମ୍ନାସାମ୍ନି କଥା ହେଇପାରିଲେ ନାହିଁ ଏବଂ ଅନୁରୋଧ କଲେ ଦୟାପୂର୍ବକ ତୁମେ ଗୋଟେ ଗାମୁଛା ଘୋଡ଼େଇକି ଆମ ମୁହଁ ଉଡ଼ଣା ଦେଇକି କଥା ହୁଅ। ସ୍ନେହର ଭାଇ ଭଉଣୀ, ଆମେ ଯଦି ଈଶ୍ୱରଙ୍କ ପାଖରେ ରହିବା ଆମେ ବି ସେ ପ୍ରକାର ଆଲୋକିତ ହେବା। ତେଣୁକରି ସ୍ନେହର ଭାଇ ଭଉଣୀମାନେ, ଏବଂ ଏହି ସମୟରେ କହିଲା ସମୟରେ ଆମେ ସେଇ ଉଜ୍ଜଳ ଆଲୋକ ଆସି କହିଲେ ଏ ମୋର ପ୍ରିୟ ସନ୍ତାନ, ଆହାଙ୍କଠାରେ ମୁଁ ପ୍ରସନ୍ନ, ଆହାଙ୍କର କଥା ଶୁଣ। କାରଣ ଯୀଶୁ ଯେତେବେଳେ ଜନ୍ମ ହେଲେ ପୃଥିବୀରେ, ତାଙ୍କର ନିଜ ଜାତି ଇସ୍ରାଏଲ ଜିହୁଦୀମାନେ ହିଁ ଯୀଶୁଙ୍କୁ ବିଶ୍ୱାସ କଲେ ନାହିଁ। ତେଣୁ ଲୋକମାନଙ୍କର ବିଶ୍ୱାସକୁ ଦୂର କରିବା ପାଇଁ, ଶିଷ୍ୟମାନଙ୍କର ବିଶ୍ୱାସ ସୁଦୃଢ଼ କରିବା ପାଇଁ ପରମେଶ୍ୱର ନିଜେ ଯୀଶୁଙ୍କୁ ସାକ୍ଷ୍ୟ ଦେଉଛନ୍ତି ଯେ ଏ ମୋର ପ୍ରିୟ ପୁତ୍ର, ଆହାଙ୍କର କଥା ଶୁଣ। ସ୍ନେହର ଭାଇ ଭଉଣୀ, ଆଜିକାଲି ଆମେ ଯେଉଁ ପର୍ଯ୍ୟନ୍ତ ଜଣଙ୍କର ସାକ୍ଷ୍ୟ ନ ପାଇଥାଉ, ଆମେ ବିଶ୍ୱାସ କରିନଥାଉ। ଆମମାନଙ୍କର ବିଶ୍ୱାସ ସୁଦୃଢ଼ ହେବା ପାଇଁ, ଆମର ଡାଉଟ୍ କ୍ଲିୟର ହେବା ପାଇଁ ପରମେଶ୍ୱର ନିଜେ ମାନେ ମେଘମଣ୍ଡଳରୁ ସେ କହୁଛନ୍ତି, ଶୂନ୍ୟବାଣୀ କରି କହୁଛନ୍ତି ଏ ମୋର ପ୍ରିୟ ପୁତ୍ର, ୟାଙ୍କଠାରେ ମୁଁ ପ୍ରସନ୍ନ, ୟାଙ୍କ କଥା ଶୁଣ। ଯୀଶୁ ଦୀକ୍ଷାସ୍ନାନ ପାଇଲା ଦିନ ମଧ୍ୟ ଏହି ପ୍ରକାର ବାଣୀ ହେଇଥିଲା। ଆଜି ମଧ୍ୟ ତାବର ପର୍ବତରେ ଯୀଶୁ ରୂପାନ୍ତର ହେଇଥିବା ସମୟରେ ମଧ୍ୟ ପରମେଶ୍ୱର ନିଜେ କହୁଛନ୍ତି ଏ ମୋର ପ୍ରିୟ ପୁତ୍ର, ୟାଙ୍କଠାରେ ମୁଁ ପ୍ରସନ୍ନ, ତୁମେ ୟାଙ୍କୁ ଶୁଣ। ଆଜିର ସୁସମାଚାର ଆହୁରି ଶିକ୍ଷା ଗୋଟେ କ'ଣ ମିଳେ ଯେ ମଶା ଏବଂ ଏଲିୟ ଆସି ଯୀଶୁଙ୍କ ସାଙ୍ଗରେ କଥା ହେବାର ଦୃଶ୍ୟ ଦେଖାଯାଉଛି। ଆମମାନଙ୍କର ବିଶ୍ୱାସ ଯେ ଏ ମଣିଷ ଜୀବନ ମଲେ ଗଲା, ସରିଲା। ମଣିଷ ଜୀବନ ସରେ ନାହିଁ କି ମରେ ନାହିଁ। ଆମର ଶରୀର ମରିଯାଇପାରେ କିନ୍ତୁ ଆମର ଆତ୍ମା କେବେ ମରିବ ନାହିଁ। ଆମର ଶରୀର ଆମର, କାରଣ ପରମେଶ୍ୱର ଯେଉଁ ସୃଷ୍ଟି କରିଛନ୍ତି ଅମର କରି ସୃଷ୍ଟି କରିଛନ୍ତି। ଆମେ ଆଜ୍ଞା ଲଙ୍ଘନ କରି ମୃତ୍ୟୁ, କାରଣ ଆମେ ପାପ କଲୁ ଏବଂ ପାପର ବେତନ ମୃତ୍ୟୁ ଆମେ ସମସ୍ତେ ଜାଣିଛୁ। ତେଣୁ ପାପ କିନ୍ତୁ ପରମେଶ୍ୱର, କାରଣ ଦେଖନ୍ତୁ ଏବେ ଉଦାହରଣ ସ୍ୱରୂପ ମଶା ଏ ପୃଥିବୀ ଯିବାର ବହୁତ ବର୍ଷ ହେଇଥିଲା, ତଥାପି ଆଜି ସେ ମରିନାହାନ୍ତି, ବଞ୍ଚିଛନ୍ତି। ଯୀଶୁଙ୍କ ପାଖରେ ଆସି କଥାବାର୍ତ୍ତା ପାଇଁ ଆସନ୍ତି। କାହା ସାଙ୍ଗରେ? ଏଲିୟ ସାଙ୍ଗରେ ଆସି ଯୀଶୁଙ୍କ କଥାବାର୍ତ୍ତା ତାବର ଅବସ୍ଥା ଦେଖିଲେ। ଆଉ ଏଲିୟ କଥା ଆପଣ ଜାଣିଛନ୍ତି, ସେ ମରିନାହାନ୍ତି, ସଶରୀର ସ୍ୱର୍ଗକୁ ଗଲେ, ଅଗ୍ନିର ରଥ ଅଗ୍ନିର ଘୋଡ଼ାରେ ସ୍ୱର୍ଗକୁ ଚାଲିଗଲେ। ମଶା ଯଦି ତ ଶାରୀରିକ ଭାବରେ ମୃତ୍ୟୁବରଣ କଲେ,
କିନ୍ତୁ ସେ ଆତ୍ମାରେ ଜୀବିତ ରହିଛନ୍ତି। ଆଜି ତାପରେ ପର୍ଯ୍ୟନ୍ତ ଯୀଶୁଙ୍କ ସହିତ ସେ ଆସି କଥାବାର୍ତ୍ତା କରୁଛନ୍ତି। ଏଥିରୁ ଆମେ ଶିକ୍ଷା ପାଇଲା ଯେ ଆମର ଏ ଶରୀର ଆମର ଜୀବନ ମରେ ନାହିଁ କି ସରେ ନାହିଁ। ଶାରୀରିକ ଭାବ ଯଦି ଏବେ ଆମେ ଯଦି ମରିଗଲେ ବି ଆମେ, କାରଣ ଯୀଶୁ କ'ଣ କହିଲେ? ଯୀଶୁ କହିଲେ ଜନ୍ 11:25 କ'ଣ କହିଲେ? ମୁଁ ହିଁ ପୁନରୁତ୍ଥାନ, ମୁଁ ହିଁ ଜୀବନ। ଯିଏ ମୋ ଠାରେ ବିଶ୍ୱାସ କରିବ ସେ ଯଦ୍ୟପି ମରିବ ତଥାପି କେବେ ସେ ସବୁଦିନ ପାଇଁ ମୋ ସାଙ୍ଗରେ ବଞ୍ଚିବ। ତେବେ ସ୍ନେହର ଭାଇନା, ଖ୍ରୀଷ୍ଟିଆନ ଜୀବନ ମରେ ନାହିଁ କି ସରେ ନାହିଁ। ଖ୍ରୀଷ୍ଟିଆନ ଜୀବନ ସୁନା ପରି ଜୀବନ। ଆଉ ଏ ଜୀବନ ଆମେ ଅନ୍ୟ କୌଣସି ଧର୍ମର ଆଫସୋସ ପାଇବା ନାହିଁ। ସ୍ନେହର ଭାଇ ଭଉଣୀମାନେ, ଏବେ ସେଇ ଆଲୋକକୁ ଯଦି ଆମେ, ସେଥିପାଇଁ ଲେଖାଯାଇଛି ଆପଣଙ୍କୁ ଯେ ସାମସଂତ 34:5 ଲେଖା ହେଇଛି, ଲୁକ୍ ଆଟ୍ ହିମ୍ ଆଣ୍ଡ ବି ରେଡିଏଣ୍ଟ। ତାଙ୍କୁ ନିରୀକ୍ଷଣ କରି ଦେଖ ଏବଂ ଆଲୋକିତ ପ୍ରଜ୍ୱଳିତ ହୁଅ, ତେଜିଆନ ହେଇଯାଅ। ତେଣୁକରି ଆମେ ଏ ବ୍ଲୁ ପିକ୍ଚର ନ ଦେଖି ସ୍ମାର୍ଟଫୋନ୍ରେ ଝିଅମାନଙ୍କର ଭଉଣୀମାନଙ୍କର ଉଲଗ୍ନକୁ ଖୋଜି ଖୋଜି ଦେଖିବା ଦରକାର ନାହିଁ। ଉଲଗ୍ନ ଛବି ଦେଖନ୍ତୁ ନାହିଁ। ବ୍ଲୁ ପିକ୍ଚର ନ ଦେଖିକି ଆପଣଙ୍କର ଘରେ ଯେଉଁ ଯୀଶୁଙ୍କର କ୍ରସ୍ ଗୋଟେ ଅଛି ବା ଦିବ୍ୟ ହୃଦୟ ଫଟୋ ଅଛି, ସେଇଠି ଅନ୍ତତ ବସି ସେ ଯୀଶୁଙ୍କର ଆପଣଙ୍କ ଦିବ୍ୟ ହୃଦୟ ଫଟୋକୁ ବା ଯୀଶୁଙ୍କର କ୍ରସ୍କୁ ଅନେକ ସକାଳୁ କିଛି ସମୟ ପ୍ରାର୍ଥନା କରନ୍ତୁ। ଯଦି ସୁବିଧା ଅଛି ଗିର୍ଜାକୁ ଯାଆନ୍ତୁ, ଦିବ୍ୟ ମଞ୍ଜୁଷା ପାଖରେ ବସନ୍ତୁ। ଯଦି ଦିବ୍ୟ ପ୍ରସାଦ ଉତ୍ତୋଳନ ହେଇଛି ଆହୁରି ଭଲ କଥା, ତାଙ୍କ ପାଖରେ ଶାନ୍ତିରେ ଆଣ୍ଠୁ ପକାନ୍ତୁ ବା ବସନ୍ତୁ। ସେ ଯୀଶୁଙ୍କୁ ଅନେକ ନିରୀକ୍ଷଣ କରି 1 ଘଣ୍ଟା ବସି ପ୍ରାର୍ଥନା କରନ୍ତୁ। ଆଉ ଈଶ୍ୱରଙ୍କର ଜ୍ୟୋତିରେ ଆପଣ ବି ଜ୍ୟୋତି ଆଲୋକିତ ହେବେ। ଧୀରେ 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 ଆମ ଜୀବନରେ ଥିବା ଅନ୍ଧକାର ଦୂର ହେବ। ଆମେ ମଧ୍ୟ ପ୍ରଭୁଙ୍କୁ ସଦୃଶ ଆଲୋକିତ ହେବ। କାରଣ ପ୍ରଭୁ ଯୀଶୁ ଆମମାନଙ୍କୁ ମଧ୍ୟ କହିଲେ ମାଥ୍ୟୁ 5:14, ତୁମେ ଜଗତର ଜ୍ୟୋତି। ଆମର ନିଜର ଆଲୋକ ନାହିଁ, କିନ୍ତୁ ଈଶ୍ୱରଙ୍କ ଜ୍ୟୋତିରେ ଆମେ ଆଲୋକିତ ଆମେ ବି ଆଲୋକିତ ହେଇପାରିବା। ତେବେ ସ୍ନେହର ଭାଇ ଭଉଣୀମାନେ, ଆଜି ଆମମାନଙ୍କୁ ପ୍ରଭୁ ଏହି ପ୍ରକାର ଶିକ୍ଷା ଦେଉଛନ୍ତି। ଆମେ ପ୍ରଭୁଙ୍କ ପାଖରେ ବସିବା। ଆଜି ଯେହେତୁ 3 ଜଣ ଶିଷ୍ୟ ପିତର, ଯାକୋବ, ଜହନ ଯୀଶୁଙ୍କ ସାଙ୍ଗରେ ଗଲେ ଏବଂ ଯେତେବେଳେ ପ୍ରଭୁ କହିଲେ ପରମେଶ୍ୱର ଏ ମୋର ପ୍ରିୟ ପୁତ୍ର, କହିବା ସାଙ୍ଗେ ସାଙ୍ଗେ ସେମାନେ ମୂର୍ଚ୍ଛାଇକି ଛାନିଆ ହୋଇ ତଳେ ପଡ଼ିଗଲେ। ଯୀଶୁ ସେମାନଙ୍କୁ ସ୍ପର୍ଶ କରି ଉଠେଇଲେ ଏବଂ କହୁଛନ୍ତି, ମୁଁ ଯେଉଁ ପର୍ଯ୍ୟନ୍ତ ପୁନରୁତ୍ଥାନ ହେଇନି ସେ ପର୍ଯ୍ୟନ୍ତ କାହାକୁ କହୁନି। ଯୀଶୁ ଦେଖେ ହେବା ପରମେଶ୍ୱର ନୁହନ୍ତି। ସେ କାହାକୁ ସୁସ୍ଥ କରିବା ଲୋକ ପୁରା ଏ କଥା କାହାକୁ କହୁନାହିଁ ବୋଲି କହିଲେ, କିନ୍ତୁ ଯେତେ କହିବା ପାଇଁ ମନା କରେ ସେତେ ପ୍ରଭୁଙ୍କର ମହିମା ଅଧିକ ଥିବା। କାରଣ ଆମେ କେବେ ମଧ୍ୟ ଆଲୋକକୁ ଘୋଡ଼େଇ ରଖି ଅନ୍ଧାର ଭିତରେ ରଖିପାରିବା। ତେଣୁ ଆଜି ପ୍ରଭୁ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି ଯେ ପ୍ରଥମ ଜହନ 1:5 ପରମେଶ୍ୱର ନିଜେ ଆଲୋକ ବା ଜ୍ୟୋତି, ତାଙ୍କ ପାଖରେ ଆଦୌ ଅନ୍ଧକାର ନାହିଁ। ଆଉ ପ୍ରଭୁ ଯୀଶୁ ମଧ୍ୟ ଜନ୍ 8:12 ଯୀଶୁ କହିଲେ ମୁଁ ଜଗତର ଜ୍ୟୋତି। এই যে দুইটা জ্যোতি মিশিগলে বড় জ্যোতি আলোক উজ্জ্বল হয়ে গলা এবং যীশু মধ্যে রূপান্তরিত হয়ে গেল। তেমন স্নেহর ভাই ভী মানে আমি ধন্য সে সত্যর আলোকর সন্ধান আমি পাইছু। বর্ষ বর্ষ ধরে আমি অন্ধকারে বিচরণ করুলু, সত্যর আলোক পাই নথিলু। খুঁটকু, পথরকু, সাপকু, মাଙ୍କড়কু, ব্যঙ্গকু পূজা আরাধনা করুলু। তো সত্য প্রভু যীশু আমি সত্য প্রকাশ কলে। সে সত্য পরমেশ্বর পাইবার আমি জীবন ধন্য হও। আমি সে সত্য পরমেশ্বর আমার বিশ্বাস অতুট রখি জীবন শেষ পর্যন্ত সেই আত্মার আত্মিক জীবন যাপন করা। এবং যে প্রকার সাধু সাধু পাওল কহନ୍ତି দ্বিতীয় তিমোথী 4:7-8 কহନ୍ତି ମୁଁ ଏକ ଭଲ ଯୁଦ୍ଧ ଲଢ଼ିଛି ଏବଂ ଭଲ ଦୌଡ଼ରେ ଦୌଡ଼ି ସାରିଛି, ମୋର ବିଶ୍ୱାସ ବଞ୍ଚେ ରଖିଛି। ଆଉ ପ୍ରଭୁ ଯୀଶୁ ମୋତେ ଧର୍ମ ପବିତ୍ରତାର ମୁକୁଟ ମୋତେ ଦେବେ। ସ୍ନେହର ଭାଇ ଭଉଣୀମାନେ କହେ ଆମେ କେମିତି ଖ୍ରୀଷ୍ଟିଆନ ଜୀବନ ଆରମ୍ଭ କଲୁ ସେଇଟା ବଡ଼ କଥା ନାହିଁ। ବଡ଼ କଥା ଏହା ହେଲା ସେ ଗୋଟିଏ ବିଶ୍ୱାସର ଶେଷ ପର୍ଯ୍ୟନ୍ତ ସେ ବିଶ୍ୱାସରେ ଆମେ ମରିବାର ଅଛି। ଆରମ୍ଭଟା ବଡ଼, ଅନେକ ଲୋକ ଆରମ୍ଭ କରିଦିଅନ୍ତି କିନ୍ତୁ ଛାଡ଼ି ଦିଅନ୍ତି, କିନ୍ତୁ ସେଇଟା ଠିକ୍ ନାହିଁ। କିନ୍ତୁ ସେମାନେ ଠିକ୍ ଲୋକ ନୁହନ୍ତି। କିନ୍ତୁ ଆମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚିର ବିଶ୍ୱାସ ଭାବେ ରହିବା, ଆମେ ପରିତ୍ରାଣ ପାଇବା। ସେଇ ପ୍ରଭୁ ଯୀଶୁଙ୍କର ଆଲୋକ ପାଇଛୁ। ପ୍ରଭୁ ଆମକୁ ଅନୁଗ୍ରହ ଦେଇଛନ୍ତି। ଆମେ ଅନ୍ଧାର ବୁଲୁଥିଲୁ, ଆମେ ସମାଜରେ ଅବହେଳିତ ଦଳିତ ହେଇଥିଲୁ। ପ୍ରଭୁ ଆମକୁ ଆଲୋକ ଦେଲେ। ସତ୍ୟର ଆଲୋକ ପାଇଲା ପରେ ଆମର ଆଜି ଆମର ଚେହେରା ବଦଳିଲା, ଆମର ଲାଇଫ୍ ପାଟର୍ନ ବଦଳିଲା, ଆମର ଲୁଗା ବଦଳିଲା, ଆମର ଡ୍ରେସ୍ ପୋଷାକ ବଦଳିଲା, ଆମର ଖାଦ୍ୟ ପଡ଼ିଲା। ଆମେ ସମାଜର ମୁଖ୍ୟ ସ୍ରୋତରେ ମିଶି ଯାଇପାରିଛୁ। ଆଜି ଆମେ
केवल प्रभु जीशुଙ୍କର ଅନୁଗ୍ରହ ପରମେଶ୍ୱର ଦୟାରୁ କରୁଣାରେ ଆମେ ଆଜି ମୁଖ୍ୟ ସ୍ରୋତରେ ପଶି ଯାଇଛୁ। ଆମେ ବହୁତ ଅନ୍ଧକାର ମଧ୍ୟରେ ବିଚରଣ କରି ବିନଷ୍ଟ ହେବା ପଥରେ ଥିଲୁ, କି ଆମେ ସମସ୍ତେ ଘୃଣା କରୁଥିଲେ, କିନ୍ତୁ ଆମେ ସତ୍ୟର ଆଲୋକ ଜାଣିଲା ପରେ ଆମେ ଜାଣିଲୁ ସତ୍ୟ ପରମେଶ୍ୱର କିଏ, ନକଲି କିଏ, ଅସଲି କିଏ ଆମେ ଜାଣିପାରିଛୁ। ପ୍ରଭୁ ଯୀଶୁଙ୍କୁ ସେଥିପାଇଁ ଆମେ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସେ ଆଲୋକ ପ୍ରଭୁ ଯୀଶୁ ଜଗତର ଜ୍ୟୋତିକୁ ସାଙ୍ଗରେ ଆମେ ଚିର ବିଶ୍ୱସ୍ତ ହେଇ ଆମେ ମଧ୍ୟ ଜଗତର ଜ୍ୟୋତି ଭଳି ଆମେ କାମ କରିବା। ଆମେ ଜଗତର ଜ୍ୟୋତି ହେଇକି ଆମେ ବିଭିନ୍ନ ପାପମୟ କାମ କରିବା ନାହିଁ, ଘୃଣ୍ୟ କାମ କରିବା ନାହିଁ। ପ୍ରଭୁ ଯେଉଁ ଆମକୁ ଉଦ୍ଧାର କରୁଛନ୍ତି ସେ ଉଦ୍ଧାର ଆମେ ସତ୍ୟ ତାକୁ ବଞ୍ଚେଇ ରଖିବା, ଧାର୍ମିକ ଜୀବନ ଅବହେଳ ସବୁଦିନ ପାଇଁ ବଞ୍ଚେଇ ରଖି ହେଲେ ଆମେ ମଧ୍ୟ ସେ ଜ୍ୟୋତି ସାଙ୍ଗରେ ଆମେ ମିଶିବା ଏବଂ ମହାଜ୍ୟୋତିରେ ଆମେ ଲୀନ ହେଇଯିବା। ତେଣୁ ଆସନ୍ତୁ ସିନାର ଭାଇ ଭଉଣୀମାନେ, ଆଜି ପ୍ରଭୁ ଆମମାନଙ୍କୁ ଏ ଅନୁଗ୍ରହ ଦେଇଥିବାରୁ ଧନ୍ୟବାଦ ଦେବା। ଆପଣମାନଙ୍କୁ ମୁଁ ଧନ୍ୟବାଦ ଦେବି, ଆପଣମାନେ ଗୁଡ୍ ହିୟରିଂ ଦେଇଥିବାରୁ। ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଇ ରହିଲି। ସମସ୍ତଙ୍କୁ ଜୟ ଯୀଶୁ।